ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ତୁମେ ଯାହାକୁ ଅଧିକ ଭଲ ପାଇବ, ଅଧିକ ଗୁରୁତ୍ୱ ଦେବ, ସେଇ ମଣିଷ ହିଁ ତୁମକୁ ଧୋକା ଦେବ ସନ୍ତାନ। ସେଥିଲାଗି ସବୁବେଳେ ଈଶ୍ୱରଙ୍କୁ ଭଲ ପାଅ, ଈଶ୍ୱରଙ୍କ ନାମକୁ ସ୍ମରଣ କର। ତୁମକୁ ବହୁତ ଶକ୍ତି ମିଳିବ ଜୀବନରେ ଆଗକୁ ବଢ଼ିବା ପାଇଁ। କୌଣସି କାର୍ଯ୍ୟରେ ବାଧା ଆସିଲେ ବି ତୁମେ ଯଦି ମନ୍ତ୍ର ଜପ କରୁଥିବ ନା, କେବେ ହାରିଯିବନି ସନ୍ତାନ। କାହିଁକି ମନ କଷ୍ଟ କରୁଛ ସନ୍ତାନ? ମୋର ବହୁ ସାଙ୍ଗ କମ୍ ଅଛନ୍ତି। ମୁଁ ସବୁବେଳେ ସତ୍ୟ ପଥରେ ଚାଲୁଛି ବୋଲି ମୋତେ କେହି ପସନ୍ଦ କରୁନାହାନ୍ତି। ସନ୍ତାନ, ଯିଏ ସତ୍ୟ ପଥରେ ଚାଲେ ତାକୁ କେହି ପସନ୍ଦ କରନ୍ତିନି, ତାକୁ ଈଶ୍ୱର ପସନ୍ଦ କରନ୍ତି ଆଉ ଈଶ୍ୱର ଭଲ ପାଆନ୍ତି। ଯେଉଁମାନଙ୍କର ବହୁ ସାଙ୍ଗ ଅଛନ୍ତି, ସେମାନଙ୍କ ପାଖରେ ସମୟ ନଥାଏ ଈଶ୍ୱରଙ୍କ ପାଖରେ ବସିବା ପାଇଁ ଆଉ ଉଠିବା ପାଇଁ। ସେମାନେ ତ ତାଙ୍କ ସାଙ୍ଗ ସହିତ ସମୟ ଅତିବାହିତ କରୁ କରୁ ତାଙ୍କ ଦିନଟି ଚାଲିଯାଏ ସନ୍ତାନ। ଆଉ ତୁମ ପାଖରେ ବହୁତ ସମୟ ବଞ୍ଚିଥାଏ ଈଶ୍ୱରଙ୍କ ପାଖରେ ବସି ନିଜର ମନର କଥା କହିବାକୁ। ତାହେଲେ କୁହ, ଏଥିରେ କିଏ ବେଶୀ ବଡ଼, ତୁମେ ନା ଯେଉଁମାନଙ୍କର ଅଧିକ ସାଙ୍ଗ ଅଛନ୍ତି ସିଏ? ଏଥିରେ ତୁମେ ହେଉଛ ବଡ଼ ଭକ୍ତ ସନ୍ତାନ। ସବୁବେଳେ ଏଇ କଥାକୁ ମନ ଭିତରେ ରଖିଥିବ। ମନକୁ ଜମା ଛୋଟ କରନି ସନ୍ତାନ। ମୁଁ ଜାଣିଛି ତୁମ ସହିତ ବହୁତ ଅନ୍ୟାୟ ହେଇଛି। ତୁମେ ସବୁବେଳେ କାନ୍ଦୁଛ ଆଉ ଏଇ କଥା ବି କହୁଛ, ବାବା ସେ ମଣିଷ ଯଦି ସବକ ନ ଶିଖିବ ତାହେଲେ ସେ ପୁଣି ଆଉ କାହା ଜୀବନକୁ ନଷ୍ଟ କରିଦେବ। ସେଥିଲାଗି ତାକୁ ଉଚିତ ଦଣ୍ଡ ଦିଆଯାଉ। ସେ ଜାଣୁ ଅନ୍ୟକୁ କଷ୍ଟ ଦେଲେ କେତେ ଯେ କଷ୍ଟ ସହିବାକୁ ପଡ଼େ ସନ୍ତାନ। ସେ କଥା ମୁଁ ନିଶ୍ଚୟ ବୁଝିବି। କର୍ମଫଳ ସମସ୍ତଙ୍କୁ ଭୋଗ କରିବାକୁ ପଡ଼ିବ ସନ୍ତାନ। ସିଏ ଯଦି ତୋ ସହିତ ଏତେ ଖେଳିଛନ୍ତି, ଏତେ ଯନ୍ତ୍ରଣା ଦେଇଛନ୍ତି, ତାହେଲେ ଈଶ୍ୱର ତାଙ୍କୁ କ'ଣ ପାଇଁ ଛାଡ଼ିଦେବେ? ସିଏ ବି ଦିନେ ଖେଳନା କରି ହାରିବେ ସନ୍ତାନ। ଖେଳନାକୁ ଯେମିତି ଫୋପାଡ଼ି ଦେଲେ ଭାଙ୍ଗିଯାଏ, ସେମିତି ସିଏ ବି ଦିନେ ଭାଙ୍ଗିବେ ସନ୍ତାନ। ତୁମେ ଜମାରୁ ମନ କଷ୍ଟ କରନି। ମୁଁ ସବୁବେଳେ ଗୋଟେ କଥା କହିଛି, ତୁମେ ଈଶ୍ୱରଙ୍କ ଉପରେ ବିଶ୍ୱାସ ଆଉ ଭରସା ରଖ। ମନ ଦୁଃଖ କରନି ସନ୍ତାନ। ତୁମେ ତ ପୌରାଣିକ କଥା ନିଶ୍ଚୟ ଜାଣିଥିବ। ରାମଚନ୍ଦ୍ରଙ୍କର ସକାଳୁ ରାଜା ହେବାର ଅଭିଷେକ ଥିଲା, କିନ୍ତୁ ସନ୍ଧ୍ୟା ବେଳକୁ ତାଙ୍କର ବନବାସ ଯିବା ପାଇଁ ତାଙ୍କୁ ଆଦେଶ ଦିଆଗଲା। ପ୍ରଭୁ ଶ୍ରୀକୃଷ୍ଣ ତାଙ୍କୁ ବନ୍ଦିଶାଳାରେ ଜନ୍ମ ନେବାକୁ ପଡ଼ିଲା। ସେମିତି ତାଙ୍କ ମା ପାଖରେ ବି ସେ ରହିପାରିଲେନି, ଯାଇ ଅଲଗା ଜାଗାରେ ରହିଲେ। ସେମିତି ସନ୍ତାନ, ସମସ୍ତଙ୍କ ଜୀବନରେ କଷ୍ଟ ଅଛି। ତୁମେ ଭାବନି ଯେ ମଣିଷ ଜୀବନରେ ଖାଲି କଷ୍ଟ। ଈଶ୍ୱର ବି ତ ବହୁତ କଷ୍ଟ ପାଇଛନ୍ତି। ମା ସୀତା, ତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଲା। ସେଥିଲାଗି ସବୁବେଳେ ଈଶ୍ୱରଙ୍କ ଉପରେ ଭରସା ରଖ। ଯାହା କଷ୍ଟ ଆସୁଛି ତାକୁ ସହିଯାଅ। ଆଗକୁ ତୁମ ଜୀବନରେ ତୁମେ ବହୁତ ଭଲରେ ରହିବ ସନ୍ତାନ। ସବୁବେଳେ ଈଶ୍ୱରଙ୍କ ନାମକୁ ସ୍ମରଣ କରି ନିଜକୁ ଶକ୍ତିଶାଳୀ ବନେଇ ଦିଅ, ଯେମିତି କୌଣସି କାର୍ଯ୍ୟରେ ତୁମେ ହାରିବନି ସନ୍ତାନ। ଓମ୍ ସାଇରାମ।